ପୂର୍ବ କାଳର କଥା। ଦେବପ୍ରିୟ ନାମକ ଜଣେ ଧର୍ମାଚାର୍ଯ୍ୟ ଥାଆନ୍ତି। ସେ ପ୍ରଚାର କରୁଥିଲେ କି ସର୍ବଦା ମଣିଷ ଦେବଭକ୍ତି ମଧ୍ୟରେ ଲୀନ ରହିବ, ସର୍ବଦା ଅହିଂସା କରିବ ଓ ଅନ୍ୟର ଧର୍ମକୁ ଅବମାନନା କରିବ ନାହିଁ। ସମସ୍ତଙ୍କ ପ୍ରତି ସମତା ଭାବ ରଖିବ ଇତ୍ୟାଦି। ସେହି ଗ୍ରାମରେ ଯଶକାମ ନାମରେ ଯାଙ୍କର ଜଣେ ବିରୋଧୀ ଲୋକ ଥାଏ। ଯଶକାମ ହିଂସା ଓ ନାସ୍ତିକତା ଇତ୍ୟାଦି ପ୍ରଚାର କରେ। ଏମିତି ଦୁଇ ଜଣଙ୍କ ମଧ୍ୟରେ କିଛିଟା ଶତ୍ରୁତା ଥାଏ। ଥରେ ଦେବପ୍ରିୟଙ୍କର ଶରୀର ଅସୁସ୍ଥ ହୋଇପଡ଼ିଲା। ବେଶୀ କାହା ସହିତ କଥା ଦେଖା ହୋଇପାରେ ନାହିଁ। ଦିନେ ସେ ନିଜେ ଚାହିଁଲେ ଯଶକାମକୁ ଦେଖା କରିବା ପାଇଁ। ଏକଥା ଶୁଣି ସେ ବଡ଼ ଆଶ୍ଚର୍ଯ୍ୟ ହେଲା ଓ ଦେଖା କରିବା ପାଇଁ ଦେବପ୍ରିୟଙ୍କ ଘରକୁ ଗଲା। ସେଠାରେ ପହଞ୍ଚି ସେ ଦେବପ୍ରିୟଙ୍କୁ ପଚାରିଲା, ବଡ଼ ଆଶ୍ଚର୍ଯ୍ୟ କଥା ତ, ତୁମେ ପୁଣି ମୋତେ ଦେଖା କରିବାକୁ ଡାକିଲ? କାହା ସହିତ ଦେଖା କରିବା ତ ତୁମର ଧର୍ମ ନୁହେଁ? ଯଶକାମର ପ୍ରଶ୍ନ ଶୁଣି ଧର୍ମାଚାର୍ଯ୍ୟ ଦେବପ୍ରିୟ ଅଳ୍ପ ହସି କହିଲେ, ମୁଁ ଏ ଦୁନିଆରେ ଯାହା ସହିତ ଦେଖା କରୁନାହିଁ ସେମାନଙ୍କୁ ହୁଏତ ସ୍ୱର୍ଗରେ ଦେଖା କରିବି, କିନ୍ତୁ ଏ ପାର୍ଥିବ ଜୀବନ ଛାଡ଼ିଗଲା ପରେ ତୁମ ସହିତ ଆଉ ଦେଖା ହେବ ନାହିଁ। କାରଣ ତୁମେ ତ ସ୍ୱର୍ଗକୁ ଯିବ ନାହିଁ, ସେଥିପାଇଁ ତୁମକୁ ମୁଁ ଅନ୍ତିମ ସୁଯୋଗ ଦେଲି।